गुड मॉर्निंग साଙ୍ଗମାନେ। ଆଜି ସକାଳୁ ଭିଡ଼ିଓ ଷ୍ଟାର୍ଟ ହେଇଯାଇଥିଲା ମୋ ପୁଅ ପାଖରୁ। ମୋ ପୁଅ ସକାଳୁ ଉଠି ପଡ଼ିଥିଲା ବେଣୁସୁ ଆଜି ଟିକେ। ତାପରେ ତାକୁ ସଜବାଜ କରିଦେଇ ଖୋଇ ପିଇ ଦେଇକି ଶୋଇ ପକାଇଥିଲି। ତାପରେ ମୁଁ ଦେଖିଲା ବେଳକୁ ମୁଁ ବି ଗାଧୋଇ ପାଧୋଇ ରେଡ଼ି ଦେଖିଲା ବେଳକୁ ମୋ କାନଫୁଲ ମୋ କାନରେ ନାହିଁ, ହଜିଯାଇଛି। ଖୋଜି ଖୋଜି ଘର ସାରା କେଉଁଠି ବି ପାଉନି। ହେଲେ କ'ଣ କରିବି, ଖୋଜିଲି ବି ପାଉନି। ଭଗବାନ ଦୟାରୁ ମିଳିଯାଉ, ଠାକୁରଙ୍କୁ ଡାକିଲି। ଟିକେ ମାନସିକ କରିଥିଲି କାଳେ ମିଳିଯିବ। ତାପରେ ଏପଟରେ ପାସ୍ତା ବନେଇ ଦେଇଥିଲି, ମାଆଙ୍କର ମୋର ଖାଇ ଦେଇଥିଲୁ। ତାପରେ ମାଆ ଆଣିକି ଶାଗ ଟିକେ ଦେଇ ଦେଇଥିଲେ, ମୁଁ ବଛା ବଛି କରିଦେଇଥିଲି। ତା ଭିତରେ ପୁଅ ବି ଉଠି ପଡ଼ିଥିଲା, ତାକୁ ନେଇକି ଆସିକି ଶୋଇଦେବା ବୋଲି ହାତରେ ସେ ଶୋଇଲାନି। ସେପଟେ ମାଆଙ୍କ ଦେହ ଖରାପ ଥିଲା, ମାଆ ବି ମେଡ଼ିକାଲ ବାହାରି ପଡ଼ିଥିଲେ। ମାଆ କହିଲେ ମୁଁ ଯାଉଛି ମେଡ଼ିକାଲରୁ ଟିକେ ଆସେ, କାହିଁକିନା ତାଙ୍କର ଯେଉଁ ଗାଲ ସାଇଡ଼୍ରେ ଟିକେ ବଥା ଥିଲା, ଫୁଲିଥିଲା ବି। ସେ ତାଙ୍କର ପଳେଇଲେ ମେଡ଼ିକାଲ। ତ ଏପଟେ ମୁଁ ପୁଅକୁ ଆସିକି ଶୋଇ ପକାଇଲି, କାହିଁକିନା ପୁଅ ଶୋଇଦେଲେ ସିନା ମୁଁ ଏକୁଟିଆ ଅଛି ନା। ତ ରୋଷେଇବାସ କିଛି ହେଇନଥିଲା, ତ ରୋଷେଇ କରିବାକୁ ପଡ଼ିବ। ତାପରେ ଏପଟରେ ମୁଁ ଆସିକି ଖାଇ ଦେଇଥିଲି ପାସ୍ତା। ତ ମୁଁ ପାସ୍ତା ଖାଇଦେଇ କାମ ଷ୍ଟାର୍ଟ କରିବି। ତାପରେ ମୁଁ କାମ କରିବି ବୋଲି କ'ଣ ଦେଖିଲା ବେଳକୁ ମାଆ ବି ପଳେଇଛନ୍ତି। ପୁଅର କପଡ଼ାପତ୍ର କିଛି ଧୁଆ ହେଇନି। ମୁଁ କହିଲି ଯାଇକି କପଡ଼ାପତ୍ର ଧୋଇକି ଶୁଖେଇ ଦିଏ, ତାପରେ ଯାଇକି ରୋଷେଇ କରିବି। ନହେଲେ ଏପଟରେ ଖରା ଯଦି ପଳେଇବ ନା, ତ ଟାଇମ୍ ହେଇଯିବ 12ଟା 1 ହେଲା ମାତ୍ରେ ଖରା ତ ପଳେଇବ ନା, ଶୀତ ଦିନ ଖରା। ତ ସେପଟରେ କପଡ଼ା ଶୁଖେଇ ଦେଇକି ଆସିକି ଏପଟରେ ଡାଲି କରିକି ଶାଗ ଭଜା କରୁଥିଲି। ତାପରେ ମୁଁ କହିଲି ନାହିଁ, ତାପରେ ଆଜି ଯେହେତୁ ଏ ଦୁଇ ଜଣ ଆଜି ସ୍କୁଲ ଯାଇନଥିଲେ, ଜାଣିଲେ ଯେମିତି ମାଆ ନାହାନ୍ତି, ପୁଅ କାନ୍ଦୁଛି, ଏ ଦୁଇ ଜଣ ତାଙ୍କର ଆସିକି ମାଆ ପୁଅକୁ ତାଙ୍କର ଖେଳେଇବାରେ ଲାଗିଲେ। କହିଲେ ଏ ପୁଅ ଆମ ଦାୟିତ୍ୱ, ତମେ ତମର ରୋଷେଇ କର, ଆମେ ଦୁଇ ଜଣ ପୁଅକୁ ରଖିଛୁ। ସେ ଝୁଲଣା ଯେଉଁ ଷ୍ଟାଣ୍ଡରୁ କାଢ଼ିକି ସେ ତାଙ୍କର ଝୁଲେଇବା ନେଇଛୁ। କହିଲେ ପୁଅ ନ କାନ୍ଦିବା ଦରକାର, ଆମେ ଝୁଲେଇବୁ। ମୁଁ କହିଲି ଠିକ୍ ଅଛି। କ'ଣ ହେବ ବି ମାଆ ଆଉ କହିକି ଯାଇନଥିଲେ, କହିଲେ ତୁ ଯାହା ହେବ କରିଦେ, ନ କରିପାରିବୁ ତୁ କିଛି ରୋଷେଇ କରିନଥିବୁ, ପୁଅ ହଇରାଣ କରିବ। ତ ମୋ ହିସାବରେ ମୁଁ ଡାଲି, ଶାଗ ଭଜା, ଫୁଲକୋବି ଆଳୁ ଭଜା, ବାପାଙ୍କ ଲାଗି ଛୋଟ ମାଛ ଫ୍ରାଏ କରିଦେଇଥିଲି। ତାପରେ ମାଆ ଆସିକି ପହଞ୍ଚିଯାଇଥିଲେ। ସେ ପହଞ୍ଚିଯାଇଥିଲେ, ସବୁ କ'ଣ ନେଇକି ଆସିଥିଲେ ଚାଲ ଦେଖିବା। ମାଆ ତାଙ୍କର ପାଳଙ୍ଗ ଶାଗ ଫାଗ ଏମିତି କ'ଣ ନେଇକି ଆସିଛନ୍ତି, ମୁଁ ତ ଦେଖିନି। ମାଆ ତାଙ୍କର କଢ଼ାକଢ଼ି କରୁଛନ୍ତି। ଦେଖି ମାଆ ତ କହିଲେ ଆଗେ ମୋ ନାତିକି ଦେ, ମୁଁ ଧରେ, ତାପରେ ମୁଁ ଯାହା କରିବି। ସିଏ ମହାରାଜା ତାଙ୍କର କିନ୍ତୁ ଦେଖିଲା ମୋତେ କିଛି ହଇରାଣ କରିନାହାନ୍ତି। ସେ ଦୁଇ ଜଣ ତାଙ୍କର ଧରି ରହିଥିଲେ, ଟୋଟାଲି କାନ୍ଦିନି, ଶୋଇଥିଲା। ମାଆ ଯେମିତି ଆସିଲେ ସେ ଉଠିଲା, ମାଆ ତାଙ୍କୁ ଧରିଛନ୍ତି। ମାଆ ଏପଟରେ ସବୁ ଆଣିଛନ୍ତି, କ'ଣ ସବୁ ଆଣିଛନ୍ତି, କାକୁଡ଼ି ଫାକୁଡ଼ି କ'ଣ ଯେମିତି ନେଇକି ଆସିଛନ୍ତି। ମାଆ କହିଲେ ଯାହା ଆଣିଛି ସବୁ ରଖିଦେ, ମୁଁ ବି ଆଜି କିଛି ଖାଇନି, ସେମିତି ପଳେଇ ଆସିଛି। ଆଉ ପୁଅର ହେଇଦେଇକି କପଡ଼ାପତ୍ର ନେଇକି ଆସିଛି। ଖରାଦିନ ହେଇନି, ଶୀତ ଦିନ ଚାଲିଛି। ମାଆ କହିଲେ ନା, ଆଗକୁ ମୋ ପୁଅ ରାତି ହଇରାଣ ହେବ। ଆଉ ମୁଁ ଆଗେ 2-3ଟା ଗଞ୍ଜି ମୋତେ ଭଲ ଲାଗିଲା, ମୁଁ ନେଇ ଆସିଲି। କହି ସେ 3ଟା ଗଞ୍ଜି ନେଇଯାଇଛନ୍ତି। ଥାର୍ଡ଼ ଗଞ୍ଜିଟା ଦେଖନି କେତେ ବଡ଼, ସେ ଚାଲିଲା ବେଳକୁ ଯାଇ ବୋଧେ ପିନ୍ଧିବ। ମାଆ ସେଇ କଥା କହିକି ହସୁଛନ୍ତି। ତାକୁ ଏତେ ଶୀଘ୍ର ହେବନି, କିନ୍ତୁ ମୋତେ ଯେହେତୁ ଭଲ ଲାଗିଲା ନା, ମୁଁ ନେଇ ଆସିଲି। ତାଙ୍କର କହିଲେ ମୋତେ ଯେହେତୁ ବଡ଼ ମାଆକୁ ଆସିକି କହିଲେ କ'ଣ ଆଇଛି, ବଡ଼ ମାଆ ବି ଆସିକି ଦେଖିଲେ, କହିଲେ ହଁ ଭଲ ହେଇଛି, ଖରାଦିନକୁ ପିନ୍ଧିବା ପାଇଁ। ଏମିତି ତାଙ୍କ ମାଆ ତାଙ୍କର କଥା ହେଲେ। ବାପାଙ୍କ ପାଇଁ ବି ମାଆ ଗୋଟେ ପ୍ୟାଣ୍ଟ ଆଣିଥିଲେ, କାହିଁକିନା ବାପାଙ୍କର ସବୁ ପ୍ୟାଣ୍ଟ ବାପା ଗୋଟେ ମାସ ପିନ୍ଧିଲେ କି 2 ମାସ ପିନ୍ଧିଲେ ତାଙ୍କ ପ୍ୟାଣ୍ଟ ଖରାପ ହେଇଯାଏ। ସେଠୁ ମାଆ କହିଲେ ବାପା ନେଇକି ଏ ପ୍ୟାଣ୍ଟଟା ଆଣିଛି, ଭଲ ହେଇଛି। ମୁଁ କହିଲି ହଁ ବହୁତ ଭଲ ହେଇଛି। ମାଆ କହିଲେ ତ ବାପା ତ କେତେବେଳେ ଯିବେ ଆଣିବେନି, ମୁଁ ହିଁ ଗଲେ ହିଁ ଆଣିବି। ତାପରେ ବାପା ମୋ ଲାଗି ବିସ୍କିଟ୍ ଆଣିଥିଲେ, କାହିଁକିନା ମୁଁ ସକାଳେ ଚାହା ଟିକେ ବିସ୍କିଟ୍ ଖାଏ। ଯେହେତୁ ବାବା ଆଣିଥିଲେ, ଏଇ ଗଞ୍ଜିଟା ମୋତେ ବି ବହୁତ ଭଲ ଲାଗୁଛି, ପୁରା ହାଲକା ଆଉ କଟନ୍ର ଥିଲା ବୋଲି। ଏଇ ଗଞ୍ଜିଟା ବି ବହୁତ ଭଲ ହେଇଛି, ସବୁ ଗଞ୍ଜି ଗୁରା ବି ଭଲ ହେଇଛି। ତାପରେ ଏସବୁ ଦିଦି ପଠେଇଛନ୍ତି, ବାଟରୁ ତୋଳିକି କଟିକି ଗେଣ୍ଡୁ, ବାଦାମ, କଞ୍ଚା ବାଦାମ ସିଝେଇକି ଖାଇବା ପାଇଁ। ଯେହେତୁ ଭଲ ଲାଗେନା ସିଝା ବାଦାମ ଖାଇବା ପାଇଁ। ଦିଦିଙ୍କ ବାଟରେ କାକୁଡ଼ି ହେଇଥିଲା, ଏଇ ବି ଦିଦିଙ୍କ ବାଟରେ ପାଳଙ୍ଗ ହେଇଥିଲା। ସବୁ ମାଆ ସେଇ ସାଇଡ଼୍ରେ ଆସନ୍ତି ନା, ଏଇ କାକୁଡ଼ି ଟିକେ ଲାଲ ପଡ଼ିଯାଇଛି, ସେ ଟିକେ ଭଲ ଅଛି କାକୁଡ଼ିଟା। ତାପରେ ବାପା ଖାଇବାକୁ ଦେଇ ଦେଇଥିଲି, ବାପା ଖାଇ ଦେଇଥିଲେ। ତାପରେ ମାଆଙ୍କର ମୋର ବସିଗଲି ଖାଇବା ପାଇଁ। ଖାଇସାରିଲା ବେଳକୁ ଦେଖିଲା ବେଳକୁ କାନଫୁଲ ମିଳିଗଲା। ମାଆ ହିଁ ପାଇକି ଦେଲେ କାନଫୁଲ।